ବବିଙ୍କୁ ନେଇ ରାଜନୀତିରେ ବଢ଼ିଲା ଚର୍ଚ୍ଚା। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଛନ୍ତି ବବି। ନବୀନଙ୍କ ବିଷୟରେ ପଦେ କହିବାକୁ ମଞ୍ଚରେ ମିଳିଲାନି ସୁଯୋଗ। ବିଜେଡି ପାଇଁ ଅଲୋଡ଼ା ହେଲେ କି ବବି? ବିଜେଡିରେ କମୁଛି କି ବବିଙ୍କ ପାୱାର? ଦଳ ଦୂରେଇ ରଖୁଛି ନା ନିଜେ ଦୂରେଇ ଯାଉଛନ୍ତି? ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମରେ ନବୀନଙ୍କ ଉପସ୍ଥିତିରେ ମଞ୍ଚ ଉପରେ କହିବାକୁ ଦିଆଗଲାନି ସୁଯୋଗ। ରାଜନୀତି ମହଲରେ ଚର୍ଚ୍ଚା, ବିଜେଡି ପାଇଁ ଅଲୋଡ଼ା ହେଲେ କି ବବି? ନିର୍ବାଚନ ହାରିବା ପରେ ବିଜେଡିରେ ଅଲୋଡ଼ା ହୋଇଯାଇଛନ୍ତି କି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ? କାରଣ ଗତକାଲି ଶଙ୍ଖ ଭବନରେ ହୋଇଥିବା ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ବବି ମଞ୍ଚ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କହିବାର ସୁଯୋଗ ପାଇନଥିଲେ। ପ୍ରଣବ ପ୍ରକାଶଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦୂରେଇ ରଖାଯାଉଛି ନା ଦଳ ହାରିବା ପରେ ନିଜ ଆଡ଼ୁ ଦୂରେଇ ଯାଇଛନ୍ତି ବବି? କାରଣ ବିଭିନ୍ନ କମିଟିରେ ପ୍ରଣବକୁ ରଖାଯାଇନି। ଏପରିକି ତାଙ୍କ ସ୍ଥାନରେ ସଂଗଠନ ଓ ଦଳୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଦେବୀ ମିଶ୍ର। କିଛିଦିନ ପୂର୍ବରୁ ଯାଜପୁର ପରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଓ ଅମର ଶତପଥୀ ବିଜେଡି ହାରିବା ପଛରେ ସିଧାସଳଖ ପ୍ରଣବକୁ ଟାର୍ଗେଟ କରିଲେ। ସୂଚନାଯୋଗ୍ୟ ଯେ ନବୀନଙ୍କ ଉପସ୍ଥିତିରେ ସବୁବେଳେ ମଞ୍ଚ ପରିଚାଳନା କରୁଥିବା ବବିଙ୍କୁ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଥିଲା। କିନ୍ତୁ ନବୀନ ଆସିବା ପୂର୍ବରୁ ତାଙ୍କର ଅଭିଭାଷଣ ସେ ରଖି ସାରିଥିଲେ। ନିର୍ବାଚନ ପୂର୍ବରୁ ସାଂଗଠନିକ ସମ୍ପାଦକ ଥିବାବେଳେ ନେତାଙ୍କୁ ମଞ୍ଚ ଉପରୁ ତଳକୁ ଟାଣି ଦେଉଥିଲେ ବବି। କୋରାପୁଟ ବିଜେଡି ସମାବେଶରେ ରବି ନାରାୟଣ ନନ୍ଦଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ। ସେହିପରି ଶଙ୍ଖ ଭବନ ଉଦ୍ଘାଟନ ସମୟରେ ମଞ୍ଚ ଉପରୁ ଶାରଦା ନାୟକ, ଅଶୋକ ବଳଙ୍କ ପରି ବରିଷ୍ଠ ନେତାଙ୍କ ହାତ ଟାଣିଥିଲେ ବବି। କିନ୍ତୁ ଏବେ ନିଜେ ମଞ୍ଚ ତଳେ, ଯାହାକୁ ନେଇ ରାଜନୀତିର ଚର୍ଚ୍ଚା ଜୋର ଧରିଛି। ତେବେ ଦେଖିବାକୁ ବାକି ରହିଲା ବବିଙ୍କ ଦିଗ ଏବେ କୁଆଡ଼େ।